ସେଦିନ ରାତିରେ କାମ ସରୁ ସରୁ ଟିକେ ଲେଟ୍ ହୋଇଗଲା ବୋଲି ଗାଡ଼ିର ସ୍ପିଡ୍ ବଢ଼େଇ ଦେଲି। କିଛି ବାଟ ଯିବା ପରେ 5 ଜଣ ଦୁର୍ବୃତ୍ତ ମୋତେ ଅଟକାଇଲେ। ହଠାତ୍ ମୁଣ୍ଡରେ ବନ୍ଧୁକ ଲଗେଇ ମୋତେ ଟାଣି ଟାଣି ନେଇଗଲେ। 2 ଘଣ୍ଟା ପରେ ଜଙ୍ଗଲ ଭିତରେ ଏକ ସୁନସାନ ଅଞ୍ଚଳରେ ଥିବା ଗୋଟିଏ ଘରକୁ ନେଲେ। ସେଠାରେ ତାଙ୍କ ବସ୍ ମୋତେ ଦେଖି ଖୁସି ହୋଇଗଲେ। କହୁଥିଲେ କି ଏତେ ଦିନ ଖୋଜିବା ପରେ ତତେ ଆଜି ପାଇଛି, ଏବେ ତୋ ପାଖରେ 2 ଦିନ ହିଁ ଅଛି, ଆଉ ତାପରେ ପଛ ରୁମ୍ରେ ମୋତେ ବାନ୍ଧିକି ପକେଇ ଦେବା ପାଇଁ ସେ ତାଙ୍କ ଲୋକମାନଙ୍କୁ ନିର୍ଦ୍ଦେଶ ଦେଲେ। ଅନ୍ଧାର ଥିବାରୁ ମୁଁ ସେ ବସ୍କୁ ଦେଖିପାରୁନଥିଲି। ସେ ଲୋକମାନେ ମୋତେ ନେବା ବେଳେ ହଠାତ୍ ଲାଇଟ୍ ପଳେଇ ଆସିଲା, ଆଉ ଆଲୁଅରେ ମୋ ନଜର ଯେମିତି ବସ୍ ଉପରେ ପଡ଼ିଲା, ମୁଁ ଦେଖିକି ଚମକି ପଡ଼ିଲି। ଆଶ୍ଚର୍ଯ୍ୟରେ ତାଙ୍କୁ ଅନେଇ ରହିଲି, କାରଣ ସେ ତ। ଏହାପରେ ମୋ ସହିତ କ'ଣ ହେଲା? ସେ 2 ଦିନ କଥା କାହିଁକି କହୁଥିଲେ? ସେ ଲୋକ କିଏ ଯାହାକୁ ଦେଖିକି ମୁଁ ଚମକି ପଡ଼ିଲି? କାହିଁକି ମୋତେ ଅପହରଣ କରି ନିଆଯାଇଥିଲା? ଏହା ଏକ ଦମଦାର ଓ ସସ୍ପେନ୍ସ କାହାଣୀ। ସ୍କିପ୍ ନ କରି ପୁରା ଭିଡିଓ ଦେଖନ୍ତୁ। ରାତି ପ୍ରାୟ 12ଟା। ଦିଲ୍ଲୀର ସୁନସାନ ରାଜରାସ୍ତା। ଅଫିସ କାମ ସାରି ଫେରୁ ଫେରୁ ଆଜି ବିଳମ୍ବ ହୋଇଯାଇଥିଲା। ତେଣୁ କାରର ସ୍ପିଡଟା ବଢ଼େଇ ଦେଲି। କିଛି ବାଟ ଯିବା ପରେ ହଠାତ୍ ସାମ୍ନା ପଟରୁ ଜଣେ ଝିଅ ଆସି କାର ଆଗରେ ବାଡ଼େଇ ହୋଇଗଲେ। ମୁଁ ସଡନ ବ୍ରେକ୍ ମାରିବାରୁ ଗାଡ଼ି ଅଟକିଗଲା। ଆଉ ଯେମିତି କାର ଅଟକିଲା, ସେ ପଛ ଡୋର ଖୋଲି ଭିତରକୁ ପଶିଗଲେ। ଆଉ ଥରି ଥରି କହିଲେ କି ପ୍ଲିଜ ଜଲ୍ଦି ଚାଲନ୍ତୁ ଏଠାରୁ, ନହେଲେ ମୋ ଜୀବନ ପ୍ରତି ବିପଦ ଅଛି, ସେମାନେ ମୋତେ ମାରିଦେବେ। ମୁଁ ତାଙ୍କୁ ନିରୀକ୍ଷେଇ ଦେଖିଲି। ପ୍ରାୟ 25ରୁ 26 ବର୍ଷର ସୁନ୍ଦରୀ ଯୁବତୀ ଥିଲେ। ସମ୍ଭ୍ରାନ୍ତ ପରିବାରର ବୋଲି ଲାଗୁଥିଲେ। ହେଲେ ଏତେ ରାତିରେ ଆଉ ଏମିତି ଅବସ୍ଥାରେ ସେ କ'ଣ କରୁଥିଲେ? ଭାବୁ ଭାବୁ ପୁଣି ହାତ ଯୋଡ଼ି କହିଲେ କି ପ୍ଲିଜ ଜଲ୍ଦି ଚାଲନ୍ତୁ। ତାଙ୍କ କଥା ଶୁଣି ମୁଁ କାର ଷ୍ଟାର୍ଟ କରି ଦ୍ରୁତ ଗତିରେ ମାଡ଼ି ଚାଲିଲି। କିଛି ବାଟ ଯିବା ପରେ 5 ଜଣ ଦୁର୍ବୃତ୍ତ 4ଟି ବାଇକକୁ ରାସ୍ତା ଉପରେ ଛିଡ଼ା କରି ରାସ୍ତା ବନ୍ଦ କରିଦେଇଥିଲେ। ବାଧ୍ୟ ହୋଇ ମୁଁ କାର ଅଟକେଇ ଦେଲି। ସେମାନେ ସଙ୍ଗେ ସଙ୍ଗେ ମୋ କାର ପାଖକୁ ଆସି କାର ଭିତର ଲାଇଟ୍ ଜଳାଇ ଦେଲେ। ମୁଁ କିଛି କହିବା ଆଗରୁ ସେମାନେ ଝରକା ଦେଇ ସେ ଝିଅକୁ ଖୋଜିବାକୁ ଲାଗିଲେ। ଗାଳି ଗୁଲଜ କରିବା ସହିତ ସେ ଝିଅକୁ ଦେଖିଛୁ କି ବୋଲି ପ୍ରଶ୍ନ ମଧ୍ୟ କଲେ। ମୁଁ କ'ଣ କହିବି କିଛି ଭାବିପାରିଲିନି। 2 ଜଣ କାର ଝରକା ଦେଇ ଦେଖୁଥିବା ବେଳେ ଅନ୍ୟ 3 ଜଣ ବାହାରେ ଛିଡ଼ା ହୋଇ ନଜର ରଖୁଥିଲେ। ସେମାନେ ସେ ଝିଅକୁ ନ ପାଇବାରୁ ମୋତେ ତୁରନ୍ତ ସେ ଜାଗା ଛାଡ଼ି ପଳାଇବାକୁ ନିର୍ଦ୍ଦେଶ ଦେଲେ। ମୁଁ ତୁରନ୍ତ ଗାଡ଼ି ଷ୍ଟାର୍ଟ କରି ସେଠାରୁ ବାହାରିଗଲି। ସେ ଝିଅ ଜଣକ ପଛରେ ଥିବା ସିଟ୍ ତଳେ ଲୁଚି ଯାଇଥିଲେ। ଆଉ ଗାଡ଼ି ଚାଲିବା ପରେ ସେ ସେଠାରୁ ଆସି ପଛ ସିଟ୍ରେ ବସି ପଡ଼ିଲେ। ଶୀତ ଦିନରେ ମୋ ଦେହରୁ ଗମ ଗମ ହୋଇ ଝାଳ ବାହାରୁଥିଲା। ମୁଁ ପଛକୁ ବୁଲି ତାଙ୍କ ଆଡ଼କୁ ଅନେଇଲି। ସେ ଥରି ଥରି ଚୁପଚାପ ବସିଥିଲେ। ପଚାରିଲି କି ତମେ କିଏ, ଆଉ ଏତେ ରାତିରେ ଏଠାକୁ ଆସିଲ କେମିତି, ଆଉ କ'ଣ ହୋଇଛି ତମର? ଜୀବନ ପ୍ରତି କାହିଁକି ବିପଦ ଅଛି? ମୋ ପ୍ରଶ୍ନ ବାଣରେ ସେ ଆହୁରି ଡରିଗଲେ। ସେଠୁ ମୁଁ କହିଲି କି ବ୍ୟସ୍ତ ହୁଅନି, ତମେ ଏବେ କିଛି ମାତ୍ରାରେ ବିପଦମୁକ୍ତ। କିନ୍ତୁ ସେ କିଛି କହିବା ପାଇଁ ବି ସାହସ ଜୁଟେଇ ପାରୁନଥିଲେ। ଖାଲି କହୁଥିଲେ କି ଜଲ୍ଦି ଚାଲନ୍ତୁ ଏଠୁ, ନହେଲେ ସେମାନେ କିଏ, ଆଉ କ'ଣ ପାଇଁ ତମ ପଛରେ ପଡ଼ିଛନ୍ତି? ହେଲେ ସେ ଯୁବତୀ ଜଣକ କିଛି କହିବା ପାଇଁ ନାରାଜ ଥିଲେ। ଏହା ଭିତରେ ଆମେ 2 କିଲୋମିଟର ଚାଲି ଆସିଥିଲୁ। ମୁଁ ଭାବୁଥିଲି ବିପଦ ଟଳି ଯାଇଛି ବୋଲି। ହେଲେ କିଏ ଜାଣିଥିଲା କି ବିପଦ ଟଳି ନଥିଲା, ବରଂ ମୋ ପାଇଁ ଏକ ଭୟାନକ ବିପଦ ଆଗରେ ଛିଡ଼ା ହୋଇଥିଲା। ଆଉ କିଛି ବାଟ ଯାଇଛି କି ନା ହଠାତ୍ 2ଟି କାର ଦ୍ରୁତ ଗତିରେ ମୋତେ ଓଭରଟେକ୍ କଲେ। ଆଉ କେଇ ସମୟ ଭିତରେ ମୋ ସାମ୍ନାରେ ଆଣି କାର ରଖିଦେଲେ। ଆଉ ସଙ୍ଗେ ସଙ୍ଗେ ସେହି 5 ଜଣ କାରରୁ ବାହାରି ଆସି ମୋ ମୁଣ୍ଡରେ ବନ୍ଧୁକ ଲଗେଇଦେଲେ। ମନକୁ ଯାହା ଇଚ୍ଛା ଆସିଲା ଗାଳି ଦେଲେ। ଆଉ ମୁଁ କିଛି କହିବା ଆଗରୁ ମୋ ଚୁଟିକୁ ଘୋଷାରି ଘୋଷାରି ନେଇ ତାଙ୍କ କାରରେ ବସେଇଲେ। ମୋ ସହିତ ସେ ଝିଅକୁ ବି ସେମାନେ ନେଇ କାରରେ ବସେଇଲେ। କାର ଭିତରେ ସେମାନେ ଆମ ଦୁହିଁଙ୍କ ଆଖିକୁ କଳା କନାରେ ଗୁଡ଼େଇ ଦେଲେ, ଯେମିତି ଆମେ କିଛି ବି ଦେଖିପାରିବୁନି।
ଆଉ ପାଟିରେ ବି ଟେପ୍ ଲଗେଇଦେଲେ। ମୁଁ କିଛି ବି ବୁଝିପାରୁନଥିଲି। ଯଦି ସେମାନେ ସେ ଝିଅକୁ ଖୋଜୁଥିଲେ ତାହେଲେ ମୋତେ କାହିଁକି ନେଇକି ଯାଉଛନ୍ତି? ମୋ କାର୍ ସେମିତି ରାସ୍ତା ଉପରେ 4ଟି ଡୋର ଖୋଲା ହୋଇଥିବା ସହିତ ହେଡଲାଇଟ୍ ଜଳୁଥିବା ଅବସ୍ଥାରେ ଛିଡ଼ା ହୋଇ ରହିଥିଲା। ସେମାନେ ତାଙ୍କ ଗାଡ଼ି ଷ୍ଟାର୍ଟ କରି ଦ୍ରୁତ ଗତିରେ ଆଗେଇ ଚାଲିଥିଲେ। ବୋଧେ ପବନର ବେଗରେ ସେମାନେ ଗାଡ଼ି ଚଳାଉଥିଲେ। ସେତେ ପର୍ଯ୍ୟନ୍ତ ମୁଁ ଜାଣିପାରୁନଥିଲି କ'ଣ ହେଉଛି ବୋଲି। ଆଉ ସେ ଝିଅ କିଏ? କାହିଁକି ତା ପଛରେ ପଡ଼ିଥିଲେ ସେମାନେ? ମନେ ମନେ ମୁଁ ଏସବୁର ଉତ୍ତର ଖୋଜୁଥିବା ବେଳେ ସେମାନେ ପରସ୍ପର ସହିତ କଥା ହେଉଥିଲେ କି ଆଜି ବସ୍ ପୁରା ଖୁସି ହୋଇଯିବେ। ଏତେ ଦିନ ହେଲା ସେ ଯାହାକୁ ଖୋଜୁଥିଲେ ଆଜି ସେ ଆମ ହାତରେ। ତାଙ୍କର ଏତିକି କଥା ଶୁଣି ମୁଁ କିଛି କିଛି ଅନୁମାନ ଲଗାଉଥିଲି। ସେମାନେ ବୋଧେ ମୋ କଥା କହୁଛନ୍ତି, କାହିଁକି ନା ମୋ କାମ ହିଁ ସେମିତି ଥିଲା। ମୋ କାମ ଥିଲା ବିପଦପୂର୍ଣ୍ଣ। ବିପଦ ସହିତ ଖେଳିବା ମୋର ଯେମିତି ଅଭ୍ୟାସ ହୋଇଯାଇଥିଲା। ମୁଁ ଜଣେ ସିନିୟର କ୍ରାଇମ ଜର୍ଣ୍ଣାଲିଷ୍ଟ ଥିଲି। ମୋ ନାଁ କିରଣ। ମୋ 12 ବର୍ଷର ସାମ୍ବାଦିକତାରେ ମୁଁ କେତେ କେତେ କ୍ରାଇମର ପର୍ଦ୍ଦାଫାଶ କରିଛି। ଆଉ ସେଥିପାଇଁ ମୋତେ ବି ଅନେକ ଆଡ଼ୁ ପ୍ରଶଂସା ମିଳିଛି। ଅନେକ ଥର ମୋତେ ଜୀବନରୁ ମାରି ଦିଆଯିବା ପାଇଁ ଧମକ ବି ମିଳିଛି। ବାଧ୍ୟ ହୋଇ ମୁଁ ମୋ ସୁରକ୍ଷା ପାଇଁ ଗୋଟିଏ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ରଖିଲି। ସବୁବେଳେ ସେ ବନ୍ଧୁକ ମୋ ପାଖରେ ରହୁଥିଲା। ଆଜି ଥିଲା ଦୁର୍ଭାଗ୍ୟର ଦିନ। ସକାଳୁ ଯେତେବେଳେ ଘରୁ ବାହାରିଲି ଭୁଲରେ ଛାଡ଼ି ଦେଇ ପଳେଇ ଆସିଥିଲି। ହେଲେ ସେ ବନ୍ଧୁକ ମୋତେ କ'ଣ ଆଜିର ପରିସ୍ଥିତିରେ ସୁରକ୍ଷା ଦେଇପାରିଥାନ୍ତା? କାରଣ ସେମାନେ ଏକା ସାଥିରେ 5ଟି ବନ୍ଧୁକ ମୋ ମୁଣ୍ଡରେ ଲଗେଇଥିଲେ। ଆଉ ମୁଁ ଗୋଟିଏ ବନ୍ଧୁକ ନେଇ କ'ଣ କରିଥାନ୍ତି? ମୁଁ ଏସବୁ ଭାବୁଥିବା ବେଳେ ସେ ଝିଅ ଆଖିରୁ ଅନବରତ ଲୁହ ବୋହୁଥିଲା। ଆଖିରେ ପଟି ବନ୍ଧା ହୋଇଥିବାରୁ ଦେଖିପାରୁନଥିଲି ସତ, ହେଲେ ଅନୁଭବ କରିପାରୁଥିଲି। ଏହା ଭିତରେ କାର୍ ଦିଲ୍ଲୀ ବର୍ଡର ଅତିକ୍ରମ କରି ଉତ୍ତରପ୍ରଦେଶ ଭିତରେ ପଶି ସାରିଥିଲା। ଅଳ୍ପ ସମୟ ଭିତରେ କାର୍ ଜଙ୍ଗଲ ଭିତରେ ପଶିଲା। ଆଉ ପୁଣି 1 ଘଣ୍ଟାର ରାସ୍ତା ଅତିକ୍ରମ କରିବା ପରେ ଜଙ୍ଗଲ ଭିତରେ ଥିବା ଗୋଟିଏ ଘର ଆଡ଼କୁ ମୁହାଁଇଲା। ଗେଟ୍ ଦେଇ ଭିତରକୁ ପଶିବା ପରେ ଘର ଆଗରେ ଅଟକିଲା। ଆମ ଦୁହିଁଙ୍କୁ କାର୍ ଭିତରୁ ଘୋଷାଡ଼ି ଘୋଷାଡ଼ି ଘର ଭିତରକୁ ନେଇଗଲେ। ଆମକୁ ଛାଡ଼ିଦେବା ପାଇଁ ସେମିତି ହାତ ଯୋଡ଼ି ଗୁହାରି ଜଣାଉଥିଲୁ। ସେହି ସମୟ ଭିତରେ କାହାର ପାଟି ଶୁଭିଲା, ଆରେ ତମେମାନେ ଏତେ ସମୟ ଲଗେଇଦେଲ? ସେ ଝିଅକୁ ପାଇଲ ନା ସେଠି ଛାଡ଼ି ଦେଇ ପଳେଇ ଆସିଲ? ସେଠୁ ଆମକୁ କିଡନାପ କରିଥିବା ଲୋକଙ୍କ ଭିତରୁ ଜଣେ କହିଲେ କି, ବସ୍ ସେ କଥା ଛାଡ଼ନ୍ତୁ, ଆମେ ଯାହାକୁ ଆଜି ନେଇ ଆସିଛୁ ଆପଣ ଦେଖିଲେ ଖୁସି ହୋଇଯିବେ। ଏତିକି କହି ସେ ମୋତେ ତାଙ୍କ ବସ୍ଙ୍କ ଆଡ଼କୁ ଠେଲିଦେଲେ। ଆଉ ମୋ ଆଖିର ପଟି ଖୋଲିଦେଲେ। ତାଙ୍କ ବସ୍ ମୋତେ କିଟିମିଟି କରି ଅନେଇଲେ। ସେଠୁ ମୋତେ ଦେଖି ଖୁସି ହୋଇଗଲେ। କହିଲେ, ଆରେ ବାଃ, ଏତେ ଦିନ ହେଲା ମୁଁ ଯାହାକୁ ଖୋଜୁଥିଲି ସେ ଆଜି ମୋ ସାମ୍ନାରେ। ପଚାରିଲା, ମୋତେ ଚିହ୍ନି ପାରୁଛୁ କିରଣ? ମୁଁ ତା ଆଡ଼କୁ ଅନେଇଲି। ସ୍ୱରଟା ତ ଚିହ୍ନା ଚିହ୍ନା ଲାଗୁଥିଲା, ହେଲେ ଚେହେରା ଟିକେ ଝାପ୍ସା ଝାପ୍ସା ଲାଗୁଥିଲା। କିଛି ସମୟ ମନେ ପକାଇବା ପରେ ମୋର ପୁରା ମନେ ପଡ଼ିଗଲା। ଆଉ ସାଙ୍ଗେ ସାଙ୍ଗେ କହିଲି, ରାଜା ଢିଲୁ ତମେ? ତୋ ପାଇଁ ମୁଁ ପୁରା 5 ବର୍ଷ ଜେଲରେ କାଟିକି ଆସିଛି। ଆଉ ଆସିବା ପରେ ତତେ ଖୋଜୁଥିଲି, ଆଜି ପାଇଗଲି। ଏବେ ମୋର ସବୁ କଥା ଗୋଟି ଗୋଟି ମନେ ପଡ଼ିଗଲା। 8 ବର୍ଷ ତଳେ ଯେତେବେଳେ ମୁଁ ଏକ ଚ୍ୟାନେଲରେ କାମ କରୁଥିଲି ସେତେବେଳେ ଦିଲ୍ଲୀରେ ଯୁବତୀ ନିଖୋଜ ରିପୋର୍ଟ ବହୁତ ମାତ୍ରାରେ ବଢ଼ି ଯାଇଥିଲା। ଯେହେତୁ ମୁଁ କ୍ରାଇମ ରିପୋର୍ଟର ଥିଲି, ତେଣୁ ପ୍ରତିଦିନ ପୋଲିସ ଥାନା ସହିତ ମୋର କଥାବାର୍ତ୍ତା ହେଉଥିଲା। ଏହା ଭିତରେ ଦିଲ୍ଲୀର ଦରିଆଗଞ୍ଜ ଥାନା ଅଫିସର ଦିନେ ମୋତେ ଡକେଇଲେ। କିଛି ନ୍ୟୁଜ ଥିବ ଭାବି ମୁଁ ତୁରନ୍ତ ପହଞ୍ଚିଗଲି। ହେଲେ ସେଠାରେ ପହଞ୍ଚିବା ପରେ ସେ ଏକ ଏମିତି କଥା କହିଲେ, ଶୁଣିଲେ ଆପଣଙ୍କର ହୋସ ଉଡ଼ିଯିବ। ଦିଲ୍ଲୀରେ ବଢ଼ୁଥିବା ଯୁବତୀ ଚାଲାଣ ର୍ୟାକେଟ ସମ୍ପର୍କରେ ପୋଲିସ କିଛି ସୁରାକ ପାଇଯାଇଥିଲା। ଆଉ ଏସବୁର ପର୍ଦ୍ଦାଫାଶ କରିବା ପାଇଁ ଜଣେ ସାହସୀ ଯୁବତୀଙ୍କ ଦରକାର ଥିଲା, ଯିଏକି ପୋଲିସରେ ସାମିଲ ହୋଇନଥିବେ। ଆଉ ଗତ 5 ବର୍ଷ ହେଲା କ୍ରାଇମ ରିପୋର୍ଟିଂରେ ମୋର ନିର୍ଭୀକତା ଦେଖି ସେମାନେ ମୋତେ ଏହି କାମ ପାଇଁ ପ୍ରସ୍ତାବ ଦେଲେ। ମୋର ଦୁଃସାହସିକତା କାମରେ ଆଗ୍ରହ ଥିଲା। ତଥାପି ମୁଁ ଟିକେ ଚିନ୍ତା କରି କହିବି ବୋଲି କହିଲି। ରାତି ସାରା ଚିନ୍ତା କରିବା ପରେ ପରଦିନ ହଁ କରିଦେଲି। ସେମାନେ ମୋତେ ନେଇ ତାଙ୍କ ଟିମ୍ ସହିତ ଭେଟେଇଲେ। ପୁରା ଯୋଜନା ପ୍ରସ୍ତୁତ କରାଗଲା। ସେହି ଅନୁସାରେ
ମୁଁ ଓ ମୋ ଟିମ୍ କାମ ଆରମ୍ଭ କରିଦେଲୁ। ପ୍ରାୟ 1 ସପ୍ତାହ ଭିତରେ ରାଜା ଢିଲୁ ଓ ତାର 10 ଜଣ ସହଯୋଗୀ ଧରା ପଡ଼ିଗଲେ। ତାଙ୍କୁ 5 ବର୍ଷ ଜେଲ୍ ହୋଇଗଲା। ମୋତେ ବି ଏମିତି କାମରେ ପୁରା ପ୍ରଶଂସା ମିଳିଲା ଆଉ ଆତ୍ମତୃପ୍ତି ବି। ସେ ରାଜା ଯୁବତୀ ଚାଲାଣ କରୁଥିଲା। ବିଭିନ୍ନ ଉପାୟରେ ଯୁବତୀମାନଙ୍କୁ ଅପହରଣ କରିବା ପରେ ସେମାନଙ୍କୁ ଅମାନୁଷିକ ଭାବରେ ବିକ୍ରି କରିଦେଉଥିଲା। ତା କବଳରୁ ଆମେ 12 ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲୁ। ସେହି କାମ ପାଇଁ ମୋତେ ବି ପୋଲିସ ପୁରସ୍କାର ମିଳିଥିଲା। ସେହି ଘଟଣାକୁ ମୁଁ ପ୍ରାୟ ଭୁଲି ଯାଇଥିଲି। ଏହା ଭିତରେ ରାଜା ଜେଲରୁ ମୁକୁଳି ମୋତେ ଖୋଜିବା ଆରମ୍ଭ କରିଦେଇଥିଲା। ଆଉ ଆଜି ତା ହାତରେ ମୁଁ ଧରା ପଡ଼ିଯାଇଥିଲି। ହେଲେ ସେ ଝିଅ, ସେ କିଏ? ତାକୁ ସେମାନେ କାହିଁକି କିଡନାପ କରିଛନ୍ତି? ଏସବୁର ପ୍ରଶ୍ନ ମୋ ମନରେ ଉଙ୍କି ମାରୁଥିବା ବେଳେ ରାଜାର ପାଟି ଶୁଭିଲା। କହିଲା, କିରଣ, ତୁ ମୋତେ କେବେ ବି ଏମିତି କାମରେ ଅଟକାଇ ପାରିବୁନି। ଯୁବତୀ ଚାଲାଣକୁ ରୋକିଦେଲୁ ସିନା, ହେଲେ ଏବେ ମୋର ଅଙ୍ଗ ତସ୍କରୀ କାମକୁ ଅଟକେଇକି ଦେଖ। ତୁ ମୋତେ ଆଉ ଅଟକେଇ ବି ପାରିବୁନି, କାରଣ ତୁ ଆଉ 2 ଦିନର ଅତିଥି। ତାପରେ ତୋର ବି ସବୁ ଅଙ୍ଗ ମୁଁ ବିଦେଶରେ ବିକ୍ରି କରିଦେବି। ଏତିକି କହି ସେ ତାର ସେ ପୋଷା ଗୁଣ୍ଡାଙ୍କୁ କହିଲା କି, ଆରେ ଏ 2 ଜଣଙ୍କୁ ନେଇ ସେ ଘରେ ବାନ୍ଧି ଦିଅ। ଆମକୁ ନେଇ ପଛପଟ ରୁମରେ ବାନ୍ଧିକି ପକେଇଦେଲେ। ସେ ଝିଅ ମୋତେ କାନ୍ଦି କାନ୍ଦି ହାତ ଯୋଡୁଥିଲା। କହୁଥିଲା କି ମୋତେ ଆଉ ମୋ ଭାଇକୁ ଉଦ୍ଧାର କରିଦିଅ। ଆମେ ତମର ସାରା ଜୀବନ ଋଣୀ ରହିବୁ। ଏବେ ମୁଁ ସବୁ ଖେଳକୁ ବୁଝି ସାରିଥିଲି। ସେ ଝିଅ ଏଠାରୁ ଫେରାର ହୋଇଯାଇଥିଲା। ଆଉ ରାସ୍ତାରେ ଦୌଡ଼ି ପଳାଉଥିବା ବେଳେ ମୋ ଗାଡ଼ି ଆଗରେ ପଡ଼ିଗଲା। ଆଉ ସେହି ଚକ୍କରରେ ମୋତେ ବି ଧରିନେଲେ ସେମାନେ। ହେଲେ ଏବେ କ'ଣ ହେବ? ଏମାନଙ୍କ କବଳରୁ ମୁଁ ନିଜକୁ କେମିତି ମୁକ୍ତ କରିବି? ସେ ଚିନ୍ତା ମୋତେ ମାଡ଼ି ବସୁଥିଲା। ଯେଉଁ ଝିଅ ଦିନେ ଜୀବନକୁ ଖାତିର ନ କରି ବିପଦପୂର୍ଣ୍ଣ ରିପୋର୍ଟିଂ କରି ସହରରେ ଚର୍ଚ୍ଚିତ ହୋଇଥିଲା, ସେ ଆଜି ନିଜେ ବିପଦରେ। କେମିତି ମୁକୁଳିବି? ସେ ଚିନ୍ତା କରୁଥିବା ବେଳେ ହଠାତ୍ ପଛ ଆଡ଼କୁ ମୋ ନଜର ପଡ଼ିଲା। ଯେମିତି ପଛ ଆଗକୁ ଅନେଇଛି, ସେ ଦୃଶ୍ୟ ଦେଖିକି ମୁଁ ଚମକି ପଡ଼ିଲି। ଆଶ୍ଚର୍ଯ୍ୟରେ ମୋର ସୀମା ରହିଲାନି। କାରଣ ପଛ ପାଖରେ ଏମିତି ଆହୁରି 12 ଜଣ ପୁଅ ଓ ଝିଅ ବନ୍ଧା ହୋଇ ରହିଥିଲେ। ବୋଧେ ସେମାନଙ୍କ ଅଙ୍ଗଚାଳନ କରିବା ପାଇଁ ସେମାନଙ୍କୁ ବି ଅପହରଣ କରାଯାଇଥିଲା। ଏସବୁ ଦେଖି ମୋ ମନ ଏକ ପ୍ରକାରରେ ଭାଙ୍ଗି ପଡ଼ିଲା। କ'ଣ ଚାଲିଛି ଏ ଦେଶରେ? କ'ଣ ହୋଇଛି ଏ ଦେଶର ଲୋକଙ୍କୁ? କାହିଁକି ଟଙ୍କା ରୋଜଗାର କରିବା ପାଇଁ ଏମିତି ଖରାପ ରାସ୍ତା ବାଛୁଛନ୍ତି ସେମାନେ? ମନ ଭିତରେ ସିନା ଏମିତି ସବୁ କଥା ଆସୁଥିଲା, କିନ୍ତୁ ଏସବୁ ପଛରେ ମନ ଭିତରେ ଡର ରହିଥିଲା। ଭାବୁଥିଲି ମୋର କ'ଣ ହେବ, କାରଣ ଏମିତିକା ପରିସ୍ଥିତି ମୋର କେବେ ବି ଆସିନଥିଲା। ଆଗରୁ ଯେଉଁ ମିଶନରେ ସାମିଲ ହୋଇଥିଲି, ମୋ ସହିତ ପୋଲିସ ଥିଲେ, କିନ୍ତୁ ଆଜି ଭାବି ଭାବି ମୋର ଧୈର୍ଯ୍ୟଚ୍ୟୁତ ହେଉଥିଲା। ସେ ରାତିରେ ମୋତେ ଆଉ ନିଦ ହେଲାନି। ଭାବୁଥିଲି କି ଯଦି ମରିବାର ଅଛି, ତାହେଲେ ଥରୁଟିଏ ଏଠାରୁ ବାହାରିବା ପାଇଁ ଚେଷ୍ଟା କରାଯିବା ନିହାତି ଦରକାର। ସବୁବେଳେ ପୋଲିସ ସହିତ ମିଶୁଥିବାରୁ ମୋ ପାଖରେ ବି ବହୁତ କିଛି ଆଇଡିଆ ଥିଲା। ଭାବିଲି ଥରୁଟିଏ ନିଶ୍ଚୟ ଚେଷ୍ଟା କରିବି, କାରଣ 2 ଦିନ ପରେ ବିଦେଶରୁ ଜଣେ ଡାକ୍ତର ଆସିଲେ ଆମ ସମସ୍ତଙ୍କ ଦେହରୁ ଅଙ୍ଗ କାଢ଼ି ନେବେ। ସମସ୍ତେ ମରିଯିବେ। ତେଣୁ ମୋ ହାତରେ ଆଉ 2 ଦିନ ସମୟ ଥିଲା। ରାତି ସାରା ଭାବି ଭାବି ଗୋଟିଏ ଯୋଜନା ପ୍ରସ୍ତୁତ କଲି। ସେହି ଅନୁସାରେ ସମସ୍ତଙ୍କୁ ଶାନ୍ତ ରହିବା ପାଇଁ କହିଲି। ଭୟଭୀତ ନ ହୋଇ ସାହସୀ ହେବା ପାଇଁ ପରାମର୍ଶ ଦେଲି। ମୋ ଭିତରେ ପ୍ରବଳ ମାତ୍ରାରେ ଡର ଥିଲେ ବି ଭଗବାନଙ୍କୁ ଡାକି ସାହସ ଜୁଟଉଥିଲି। ରାତି ପାଇ ସକାଳ ହେଲା। ରାଜା ପୁଣି ସେଠାକୁ ଆସିଲା। ନିଜେ ପୁରା ଯାଞ୍ଚ କରି ନିଶ୍ଚିତ ହେବା ପରେ ସେଠାରୁ ପଳେଇଲା। ସକାଳ 9ଟାରେ ଜଣେ ଦାଢ଼ି ନିଶ ରଖିଥିବା ସୁସ୍ଥ ସବଳ ଲୋକଟିଏ ଜଳଖିଆ ଧରିକି ଆସିଲା। ମୁଁ ତାକୁ ପାଖକୁ ଡାକିଲି। ସେ ମୋ ପାଖକୁ ଆସିବା ପରେ ତାକୁ ହାତ କରିବା ପାଇଁ ଚେଷ୍ଟା କଲି। ପଚାରିଲି, ତମେମାନେ ଏମିତିକା କାମ କରିବା ପାଇଁ କେତେ ଟଙ୍କା ନେଉଛ? ସେ ଗାଳି ମନ୍ଦ କରିବା ପରେ କହିଲା, ତୋର କ'ଣ ଦରକାର ଏସବୁ ପଚାରିବାକୁ? ତୁ ତ ଗୋଟିଏ ଦିନର ଅତିଥି, ତାପରେ ସିଧା ଯମଲୋକ। ସେଠୁ ମୁଁ ତାକୁ ଟିକେ ଇମୋସନାଲ କରିବା ପାଇଁ ଚେଷ୍ଟା କଲି। କହିଲି କି ମୁଁ ଆମ ଘରେ ଗୋଟିଏ ବୋଲି ଝିଅ, ଆଉ ମୋ ବାପାଙ୍କ ପାଖରେ ଅଚଳାଚଳ ସମ୍ପତ୍ତି, ଆଉ ସେ ସବୁ ମୋ ନାଁରେ ହିଁ ଅଛି। ତେଣୁ ମୁଁ ମରିଗଲେ କ'ଣ ଫାଇଦା? ଯଦି ତମେ ମୋତେ ସାହାଯ୍ୟ କରିବ, ତାହେଲେ ତମକୁ
10 ଲକ୍ଷ ଟଙ୍କା ଦେବି। ସେମାନେ ଜୀବନରେ କେବେ ବି 10 ଲକ୍ଷ ଟଙ୍କା ଏକା ସାଥିରେ ଦେଖିନଥିଲେ। ତେଣୁ ସେ ଟିକେ ଭାବିବାକୁ ଲାଗିଲା। କହିଲା କି ତମକୁ ଯଦି ସାହାଯ୍ୟ କରିବି ତାହେଲେ ବସ୍ ମୋତେ ଫାଶୀରେ ଚଢ଼େଇଦେବ। ମୁଁ କହିଲି କି ତମକୁ କଥା ଦେଉଛି ତମର କିଛି ହେବନି। ସେ ଟଙ୍କା ନେଇ ତମେ ଅୟେଶ କରିବ। ଏପରିକି ତମେ ଆମକୁ ସାହାଯ୍ୟ କରିଛ ବୋଲି କେହି ବି ଜାଣିବେନି। ସେଠୁ ସେ କହିଲା କି ଆଗ କୁହ ତମ ପ୍ଲାନ୍ କ'ଣ, ତାପରେ ମୁଁ ସାହାଯ୍ୟ କରିବି କି ନା କହିବି। ସେଠୁ ମୁଁ କହିଲି କି ତମେ ମାତ୍ର ଗୋଟିଏ କାମ କରିବ, ଗୋଟିଏ ଛୋଟ ଛୁରୀ ଆଉ ନିଶା ଔଷଧ ଆଣିକି ଦେବ। ବାସ୍ ତମ କାମ ସେତିକି, ଆଉ 10 ଲକ୍ଷ ଟଙ୍କା ତମର। ସେଠୁ ସେ ଟିକେ ଭାବିବା ପରେ କହିଲା ବାସ୍ ଏତିକି? ମୁଁ ହଁ କଲି। ସେଠୁ ସେ ପଳେଇଲା। ତାକୁ ସିନା ହାତ କରିଦେଲି, ହେଲେ ମୋ ଛାତି ଧଡ଼ପଡ଼ ହେଉଥିଲା। କାରଣ ଯଦି ସେ କଥା ରାଜାକୁ କହିଦେବ ତାହେଲେ ଆମ ଉଦ୍ଧାର ପାଇବାଟା ଅସମ୍ଭବ। ଏମିତି ଘଣ୍ଟା ଘଣ୍ଟା ବିତିଗଲା, ହେଲେ ସେ ଲୋକର ଦେଖା ନଥିଲା। ଶେଷରେ ସନ୍ଧ୍ୟା ହେବାରୁ ସେ ଲୁଚି ଲୁଚି ଆମ ପାଖକୁ ଆସିଲା। ଗୋଟିଏ ଛୋଟ ଛୁରୀ ଓ ନିଶା ଔଷଧ ଧରେଇ ଦେଇ ପଳେଇଲା। ଏତିକି ସାମଗ୍ରୀ ଦେଖିବା ପରେ ମୋ ମନରେ ଏକ ପ୍ରକାରର ଆତ୍ମବିଶ୍ୱାସ ଆସିଲା। ସନ୍ଧ୍ୟା ଯାଇ ରାତି ହେଲା। ପୁଣି ରାଜା ଆସି ଯାଞ୍ଚ କରିକି ପଳେଇଲା। ସେ ଯିବା ପରେ ମୁଁ ମୋ ପ୍ଲାନ୍ ଆରମ୍ଭ କଲି। ଧୀରେ ଧୀରେ ସେ ଛୁରୀରେ ମୋ ହାତର ରସି କାଟିଲି। ଆଉ କିଛି ସମୟ ଭିତରେ ରସି ଛିଣ୍ଡିଗଲା। ସେପରି ଗୋଡ଼ର ରସି ବି କାଟିଦେଲି। ସେ ଛୁରୀକୁ ଏବେ ସେ ଝିଅକୁ ଦେଲି। କହିଲି କି ସାଇତିକି ରଖିଥା, ମୁଁ ଯେବେ କହିବି ତମ ହାତ ଗୋଡ଼ ରସି ବି କାଟିଦେବ। ଆଉ ତମେ ମୁକ୍ତ ହେବା ପରେ ସମସ୍ତଙ୍କ ରସି କାଟିଦେବ। ମୁଁ ଏବେ ପାଦ ଚିପି ଚିପି ସେ ରୁମ୍ରୁ ବାହାରକୁ ବାହାରିଲି। ଆଉ ରୋଷେଇ ଘର ଆଡ଼େ ମୁହାଁଇଲି। ସେତେବେଳକୁ ଚିକେନ୍ ବସେଇ ଦେଇ ସମସ୍ତେ ମଦ ପିଇବାରେ ବ୍ୟସ୍ତ ଥିଲେ। ମୁଁ ସାଇଡ୍ ହୋଇ ରୋଷେଇ ଘରେ ପଶିଗଲି। ଆଉ ହାତରେ ନେଇଥିବା ନିଶା ଔଷଧକୁ ସେ ଚିକେନ୍ ଉପରେ ଢାଳିଦେଲି। ଆଉ ସେଠାରୁ ଚୁପଚାପ ଆସି ପୁଣି ହାତ ଗୋଡ଼ ବାନ୍ଧିବାର ଅଭିନୟ କଲି। 1 ଘଣ୍ଟା ବିତିଗଲା। ୟା ଭିତରେ ଆଉ ସେମାନଙ୍କର ପାଟି ଶୁଭୁନଥିଲା। ମୁଁ ପୁଣି ପାଦ ଚିପି ଚିପି ସେମାନେ ଥିବା ରୁମ୍ ଆଡ଼କୁ ଗଲି। ଦେଖିଲି ତ ସେଠାରେ ସମସ୍ତେ ବେହୋସ ହୋଇପଡ଼ିଛନ୍ତି। ଆଉ ପାଖରେ ମଦ ଓ ଚିକେନ୍ ବଢ଼ା ହୋଇ ରହିଛି। ଏବେ ଆମ ରାସ୍ତା କ୍ଲିଅର ଥିଲା। ତୁରନ୍ତ ସେଠାରୁ ଆସିଲି। ଆଉ ସେ ଛୁରୀରେ ଜଣକ ପରେ ଜଣକର ରସି କାଟି ସମସ୍ତଙ୍କୁ ମୁକ୍ତ କରିଦେଲି। ଆଉ ସମସ୍ତଙ୍କୁ ନେଇ ସେଠାରୁ ବାହାରିଗଲି। ସେଇଟା ଜଙ୍ଗଲ ଭିତରେ ଘର ଥିଲା। ଆଉ ଚାଲି ଚାଲି ମୁଖ୍ୟ ରାସ୍ତାରେ ପହଞ୍ଚିବା ବିପଦପୂର୍ଣ୍ଣ ଥିଲା। ତେଣୁ ସମସ୍ତେ ବେହୋସ ହେବା ମୌକାରେ ତାଙ୍କ ଗାଡ଼ିକୁ ନେଇ ଆସିଲି। ଠେଲାପେଲା ହୋଇ ସମସ୍ତେ ତା ଭିତରେ ପଶିବା ପରେ ଗାଡ଼ି ନେଇ ତୁରନ୍ତ ସେଠାରୁ ପଳେଇ ଆସିଲି। ଦୀର୍ଘ 30 କିଲୋମିଟର ଆସିବା ପରେ କୀର୍ତ୍ତିନଗର ପୋଲିସ ଷ୍ଟେସନ ଭିତରକୁ ସିଧା ଗାଡ଼ି ଭର୍ତ୍ତି କରିଦେଲି। ଏକା ସାଥିରେ 14 ଜଣଙ୍କୁ ପୋଲିସ ଷ୍ଟେସନରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ମୁଁ ତୁରନ୍ତ ଥାନାର ବଡ଼ବାବୁଙ୍କୁ ଫୋନ୍ କରି ଡକେଇଲି। ଯେହେତୁ ସେମାନେ ମୋର ଚିହ୍ନା ପରିଚିତ ଥିଲେ, ତୁରନ୍ତ ଚାଲି ଆସିଲେ। ଆଉ ମୁଁ ତାଙ୍କୁ ଗୋଟି ଗୋଟି କରି ସବୁ କଥା କହିଲି କି କେମିତି ଲୋକଙ୍କୁ ଅପହରଣ କରାଯାଉଛି ଆଉ ବିଦେଶୀ ଡାକ୍ତରଙ୍କ ସହାୟତାରେ ଅଙ୍ଗ କଢ଼ାଯାଇ ବିଦେଶ ଚାଲାଣ କରାଯାଉଛି। ମୋଠାରୁ ସବୁ ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ତୁରନ୍ତ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଫୋନ୍ କରି ସବୁ କଥା କହିଲେ। 2 ପ୍ଲାଟୁନ୍ ପୋଲିସ ଫୋର୍ସ ଆସିବା ପରେ ଥାନା ଅଧିକାରୀ ସେ ସ୍ଥାନକୁ ବାହାରିଲେ। ପ୍ରାୟ 1 ଘଣ୍ଟା ପରେ ସମସ୍ତଙ୍କୁ ଗିରଫ କରି ନିଆଗଲା। ରାଜାର ଲୋକମାନେ ସତ କହିଦେଲେ। ଆଉ ରାଜାର ଘରୁ ତାକୁ ବି ଉଠାଇ ନେଲା ପୋଲିସ। ଆଉ ଥାନାରେ ପ୍ରବଳ ମାଡ଼ ଖାଇବା ପରେ ସେ ବି ସକାଳ ସୁଦ୍ଧା ସବୁ ସତ କହିଦେଲା। ଏହି ରାକେଟରେ ଜଡ଼ିତ ସମସ୍ତେ ଗିରଫ ହେଲେ। ସକାଳ ହେବା ପରେ ମୁଁ ଆମ ଚ୍ୟାନେଲରେ ଏହି ଖବରକୁ ପ୍ରଥମେ ବ୍ରେକ୍ କଲି। ଚାରିଆଡ଼େ ମୋ ଖବରର ଚର୍ଚ୍ଚା ହେଉଥିଲା। ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟୁଥିଲା। ମୋ ପାଇଁ ସବୁଠାରୁ ଖୁସିର ଦିନ ଥିଲା ସେହି ବର୍ଷ ଜାନୁଆରୀ 26। ଗଣତନ୍ତ୍ର ଦିବସରେ ସାହସିକତା ପାଇଁ ମୋତେ ରାଷ୍ଟ୍ରପତି ପଦକ ଦିଆଯାଇ ସମ୍ମାନିତ କରାଗଲା। ମୋର ଆଜି ବି ମନେ ଅଛି ସେହି ଅଭୁଲା ଦିନ, ଯେଉଁଦିନ ରାଷ୍ଟ୍ରପତି ନିଜେ ତାଙ୍କ ହାତରେ ମୋତେ ପଦକ ପିନ୍ଧେଇ ଦେଇଥିଲେ। ସେଇଟା ଥିଲା 2003 ମସିହାର ଘଟଣା। ଏହାପରେ ମୁଁ ଆଉ 2 ବର୍ଷ ଦିଲ୍ଲୀରେ କାମ କରିଥିଲି। ଏମିତି କାମ ପାଇଁ ଧମକ ମିଳୁଥିବାରୁ ଆମ ଘରେ ଆଉ ରଖେଇ ଦେଲେନି। ବାଧ୍ୟ ହୋଇ ମୁଁ ଦିଲ୍ଲୀ ଛାଡ଼ି ମୋ ନିଜ ରାଜ୍ୟ ଓଡ଼ିଶାକୁ ପଳେଇ ଆସିଲି। ଏବେ ମୁଁ
ଓଡ଼ିଶାର ଗୋଟିଏ ପ୍ରତିଷ୍ଠିତ ଗଣମାଧ୍ୟମରେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟରତ। ମୋର 2 ପିଲା ବଡ଼ ହୋଇଗଲେଣି। ମୋ ସ୍ୱାମୀ ବି ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ମୁଁ ମୋ ପିଲାଙ୍କୁ ସବୁବେଳେ ସାହସୀ ଆଉ ପରୋପକାରୀ ହେବା ପାଇଁ ଉତ୍ସାହିତ କରିଆସିଛି। ଆଉ ସେମାନେ ବି ମୋର ଏହି ପଥରେ ଚାଲୁଛନ୍ତି। ସେମାନଙ୍କ ପାଇଁ ମୁଁ ବି ଗର୍ବିତ। ହେଲେ ଆଜି ବି ସେ କଥା ମନେ ପଡ଼ିଗଲେ ମୋ ଦେହ ଶିହରି ଉଠେ। ବାସ୍, ଏହା ଥିଲା ମୋ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘଟଣା। କେମିତି ଲାଗିଲା କମେଣ୍ଟରେ ଜଣେଇବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ସିକ୍ରେଟ୍ ଷ୍ଟୋରି ମୋ ଜୀବନ କାହାଣୀକୁ ସ୍ଥାନ ଦେଇଥିବାରୁ ଧନ୍ୟବାଦ। ଆଉ ବେଲ୍ ଆଇକନ୍କୁ ବି ଅନ୍ କରିବାକୁ ଜମାରୁ ଭୁଲିବେନି।